ଆଜି ଆମେ ଏକ ବହୁତ ହି ଗୁରୁତ୍ୱପୂର୍ଣ୍ଣ ରଣନୀତିକ ଦଲିଲର ଗଭୀର ବିଶ୍ଳେଷଣ କରିବାକୁ ଯାଉଛେ। ଏହା ଓଡ଼ିଶାର ଘସିପୁରା ନିର୍ବାଚନ ମଣ୍ଡଳୀର ରାଜନୈତିକ ଭବିଷ୍ୟତ ବିଷୟରେ। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହା କେବଳ ଗୋଟିଏ ନିର୍ବାଚନ ଫଳାଫଳର କାହାଣୀ ନୁହେଁ, ବରଂ ଯେକୌଣସି ନେତୃତ୍ୱ ପାଇଁ ଏକ ବଡ଼ ଶିକ୍ଷା। ତେବେ ଚାଲନ୍ତୁ ଏହାର ଭିତରକୁ ଯିବା। ଦେଖନ୍ତୁ, ଓଡ଼ିଶାର ରାଜନୈତିକ ମାନଚିତ୍ରରେ ଘସିପୁରା କେବଳ ଗୋଟିଏ ନାଁ ନୁହେଁ, ଏହା ଏକ ପ୍ରକାରର ଦିଗବାରିଣୀ ଯନ୍ତ୍ର, ଗୋଟେ ବ୍ୟାରୋମିଟର। ଏଠି ରାଜନୀତିର ହାୱା ଯେଉଁ ଆଡ଼କୁ ବୁଲେ ତାହାର ପ୍ରଭାବ ପୂରା ରାଜ୍ୟରେ ଅନୁଭବ ହୁଏ। ସେଥିପାଇଁ ଏ ମାଟିର ସ୍ପନ୍ଦନକୁ ବୁଝିବା ନିହାତି ଜରୁରୀ। ଚାଲନ୍ତୁ ଟିକେ ପଛକୁ ଯିବା। 10 ବର୍ଷ ତଳେ 2014 ମସିହାରେ ଏହି ସଂଖ୍ୟାଟି ଥିଲା ଅପରାଜେୟତାର ପ୍ରତୀକ। ଭାବିଲେ ଆଶ୍ଚର୍ଯ୍ୟ ଲାଗେ। 88,602 ଭୋଟର ବ୍ୟବଧାନ। ଏହା କେବଳ ଗୋଟେ ବିଜୟ ନଥିଲା, ଏହା ଥିଲା ଏକଛତ୍ର ଶାସନର ଏକ ଘୋଷଣା। ଆଉ ଆଜି 10 ବର୍ଷ ପରେ ସେହି ଦୁର୍ଗର କାନ୍ଥ ଯେମିତି ସଙ୍କୁଚିତ ହୋଇଯାଇଛି। 2024ରେ ଜିତିବାର ବ୍ୟବଧାନ ମାତ୍ର 13,811। ଏତେ ବଡ଼ ହ୍ରାସ କୌଣସି ସାଧାରଣ କଥା ନୁହେଁ। ଏହା ପଛରେ ହିଁ ସେହି କାହାଣୀ ଲୁଚି ରହିଛି, ଯାହାକୁ ଆମେ ଆଜି ବୁଝିବାକୁ ଚେଷ୍ଟା କରିବା। ଆପଣ କହିପାରନ୍ତି, ଆରେ ଜିତିବା ତ ଜିତିବା, କିନ୍ତୁ କଥା ହେଉଛି 7 ଥରର ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପାଇଁ ଏହା ଏକ ବିଜୟ ସହ ଏକ ସତର୍କ ଘଣ୍ଟି। ଏହି ସଂଖ୍ୟା ଦେଖାଉଛି ଯେ ସମର୍ଥନର ମୂଳଦ୍ୱାରରେ କେଉଁଠି ନା କେଉଁଠି ଫାଟ ସୃଷ୍ଟି ହେଲାଣି। ଏହି ସଂଖ୍ୟାଗୁଡ଼ିକୁ ଦେଖନ୍ତୁ, ଏଗୁଡ଼ିକ ନିଜେ ହିଁ କାହାଣୀ କହୁଛନ୍ତି। 2014ରେ 66% ଭୋଟ ପାଇ ଶୀର୍ଷରେ ପହଞ୍ଚିବା ପରେ ଗ୍ରାଫ୍ ଧୀରେ ଧୀରେ ତଳକୁ ଖସିଛି, ଆଉ ଆଜି 44% ତଳେ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ 2024ର ଫଳାଫଳ ହଠାତ୍ ହୋଇନାହିଁ, ବରଂ ଏହା ଏକ ଦୀର୍ଘ ଦିନର ନକାରାତ୍ମକ ଧାରାର ପରିଣତି। ତଥ୍ୟ ଆମକୁ ବାଟ ଦେଖାଏ, କିନ୍ତୁ ପୂରା କାହାଣୀ କହିପାରେନି। ସେଥିପାଇଁ ସଂଖ୍ୟାର ଶୁଖିଲା ଦୁନିଆରୁ ବାହାରି ଚାଲନ୍ତୁ ମାଟିର କଥା ଶୁଣିବା, ସେହି ଲୋକମାନଙ୍କ କଥା ଯେଉଁମାନଙ୍କର ଭାବନା ହିଁ ଏହି ପରିବର୍ତ୍ତନର ମୂଳ କାରଣ। ଏହି ଗୋଟିଏ ବାକ୍ୟ ଭିତରେ ପୂରା ଅଞ୍ଚଳର ଆର୍ଥିକ ଯନ୍ତ୍ରଣା ଲୁଚି ରହିଛି। ଏହା କେବଳ ଗୋଟେ ଅଭିଯୋଗ ନୁହେଁ, ଏହା ଲୋକଙ୍କର ପେଟପାଟଣାର କଥା। ଆଉ ଯେତେବେଳେ ଜୀବିକା ଉପରେ ପ୍ରଶ୍ନ ଉଠେ, ରାଜନୀତିର ସମୀକରଣ ବଦଳିବାକୁ ବାଧ୍ୟ। ଏହି ତାଲିକାକୁ ଦେଖନ୍ତୁ, ଲୋକଙ୍କ ଅସନ୍ତୋଷର କାରଣ ସ୍ପଷ୍ଟ। ବେକାରୀ, ଖରାପ ରାସ୍ତା, ଦୁର୍ନୀତି ଆଉ ପରିବେଶର ଅବକ୍ଷୟ। ଏସବୁ ହେଉଛି ମୂଳ ଚିନ୍ତା। ଏହାର ଅର୍ଥ ହେଉଛି ଲୋକଙ୍କର ସମସ୍ୟା କେବଳ କଲ୍ୟାଣକାରୀ ଯୋଜନା ପାଇବାରେ ସୀମିତ ନାହିଁ, ବରଂ ଏହା ଏକ ବ୍ୟବସ୍ଥାଗତ ସମସ୍ୟା। ତେଣୁ ଏବେ ଭୋଟରମାନଙ୍କ ଦାବି ବଦଳି ଯାଇଛି। ସେମାନେ କେବଳ ସାଧାରଣ ସବ୍ସିଡି ମାଗୁନାହାନ୍ତି, ସେମାନେ ଚାହୁଁଛନ୍ତି ଚାକିରି, ସମ୍ମାନର ସହ ବଞ୍ଚିବାର ସୁଯୋଗ ଆଉ ନିଜ ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ଭବିଷ୍ୟତ। ଏହା ସମ୍ମାନର ଲଢ଼େଇ। ଜାଣିଛନ୍ତି, ଆମ ସମ୍ବିଧାନର ମୂଳଦୁଆ ହେଉଛି ଲୋକଙ୍କ ସ୍ୱର। ତେଣୁ ଲୋକଙ୍କ ଅଭିଯୋଗ ଶୁଣିବା କେବଳ ଏକ ରାଜନୈତିକ ରଣନୀତି ନୁହେଁ, ଏହା ଏକ ସାମ୍ବିଧାନିକ ଦାୟିତ୍ୱ। ଏହା ପ୍ରତ୍ୟେକ ନାଗରିକର ସମ୍ମାନକୁ ସ୍ୱୀକୃତି ଦେବା ସହ ସମାନ। ଏବେ ଆସନ୍ତୁ କାହାଣୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମୋଡ଼କୁ। ଘସିପୁରାରେ 2024 ନିର୍ବାଚନର ଫଳାଫଳ କେବଳ ବାହାରର ଚ୍ୟାଲେଞ୍ଜକୁ ପ୍ରଭାବିତ ହୋଇନଥିଲା, ପ୍ରକୃତ କାରଣ ଥିଲା ଦଳ ଭିତରେ ହୋଇଥିବା ଏକ ବଡ଼ ଧରଣର ଭୂକମ୍ପ। ଏହି ଚିତ୍ରଟିକୁ ଦେଖନ୍ତୁ, ଏଥିରେ ସବୁକିଛି ସ୍ପଷ୍ଟ ହୋଇଯାଉଛି। ବିଜେଡିର 44% ଆଉ ସ୍ୱାଧୀନ ପ୍ରାର୍ଥୀଙ୍କର 37% ଭୋଟକୁ ଯଦି ମିଶେଇ ଦେବା, ତେବେ ଏହା 80%ରୁ ଅଧିକ ହେଉଛି। ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଲା ବିପଦ ବାହାରୁ ଆସିନଥିଲା, ଘର ଭିତରୁ ହିଁ ଆସିଥିଲା। ଆଉ ଏହି ଭୋଟ ବିଭାଜନର ମୂଳରେ ଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ, ଯିଏକି ଦିନେ ଦଳର ଜଣେ ମୁଖ୍ୟ ନେତା ଥିଲେ। ଜଣେ ନିଜ ଲୋକର ବିଦ୍ରୋହ କେବଳ ଏକ ରାଜନୈତିକ ଚ୍ୟାଲେଞ୍ଜ ନୁହେଁ, ଏହା ଏକ ରଣନୈତିକ ଭୁଲର ପରିଣାମ। ଏଥିରୁ ପ୍ରମାଣିତ ହୁଏ ଯେ ନିଜ ଲୋକଙ୍କ ଅସନ୍ତୋଷ ହିଁ ସବୁଠୁ ବଡ଼ ଶତ୍ରୁ। ଏହି ତୁଳନାକୁ ଦେଖିଲେ ସ୍ଥିତି ଆହୁରି ସ୍ପଷ୍ଟ ହୋଇଯାଏ। ଗୋଟିଏ ପଟେ 7 ଥରର ଶାସନ ପରର କ୍ଲାନ୍ତି, ଆଉ ଅନ୍ୟପଟେ ସେହି ଅସନ୍ତୋଷକୁ ନିଜ ସପକ୍ଷରେ ବ୍ୟବହାର କରିବାର ସୁଯୋଗ। ଏହି ଦୁଇଟି ଶକ୍ତି ମିଶି ହିଁ ବିଜୟର ମାର୍ଜିନକୁ ଏତେ କମ୍ କରିଦେଲା। କୌଣସି ରାଜନୈତିକ ପରିସ୍ଥିତିକୁ ଠିକ୍ରେ ବୁଝିବାକୁ ହେଲେ ଶକ୍ତି ଆଉ ଦୁର୍ବଳତା ଦୁଇଟି ଯାକ ଦିଗକୁ ଦେଖିବାକୁ ପଡ଼େ। ତେବେ ଚାଲନ୍ତୁ ଦେଖିବା ଘସିପୁରାର ଏହି ରାଜନୈତିକ ଦୁର୍ଗର ମୂଳଦୁଆ କ'ଣ ଥିଲା, ଆଉ ସେଥିରେ ଫାଟ କେଉଁଠି ଦେଖାଦେଲା। ଏହି 4ଟି ସ୍ତମ୍ଭ ହିଁ ବିଧାୟକଙ୍କୁ ଦଶନ୍ଧି ଦଶନ୍ଧି ଧରି ଅପରାଜ୍ୟ କରି ରଖିଥିଲା। ଲୋକଙ୍କ ସହ ଦୀର୍ଘଦିନର ସମ୍ପର୍କ, ଆଦିବାସୀ ସମୁଦାୟ ଉପରେ ଦୃଢ଼ ପକଡ଼, ଦୁର୍ନୀତି ବିରୋଧରେ ଏକ ସ୍ୱଚ୍ଛ ଛବି, ଆଉ ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଦକ୍ଷତା, ଏସବୁ ତାଙ୍କର ସବୁଠୁ ବଡ଼ ପୁଞ୍ଜି ଥିଲା। କିନ୍ତୁ
ଯେତେ ଶକ୍ତିଶାଳୀ ଦୁର୍ଗ ହେଲେ ବି ସମୟ ସହ ସେଥିରେ ଫାଟ ସୃଷ୍ଟି ହୋଇପାରେ। କ୍ରମାଗତ ଭାବରେ କମୁଥିବା ଭୋଟ, ଦଳ ଭିତରେ ବଢ଼ୁଥିବା କନ୍ଦଳ, ବିଜେପିର ସାଂଗଠନିକ ବୃଦ୍ଧି ଆଉ ସାରା ରାଜ୍ୟରେ ଶାସକ ଦଳ ବିରୋଧୀ ହାୱା ଏସବୁ ମିଶି ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ଠିକ୍ ଅଛି, ଆମେ ସମସ୍ୟାକୁ ତ ଚିହ୍ନଟ କରିଦେଲେ। ଏବେ ପ୍ରଶ୍ନ ଉଠୁଛି, ସମାଧାନ କ'ଣ? ଏହି ରଣନୀତିକ ଦଲିଲ କେବଳ ସମସ୍ୟା ଦେଖାଏନି, ବରଂ ପ୍ରତ୍ୟାବର୍ତ୍ତନ ପାଇଁ ଏକ ସ୍ପଷ୍ଟ ଏବଂ କାର୍ଯ୍ୟକ୍ଷମ ରାସ୍ତା ମଧ୍ୟ ଦେଖାଏ। କିନ୍ତୁ ଆଧୁନିକ ରାଜନୀତିରେ ଆଗକୁ ବଢ଼ିବା ପୂର୍ବରୁ ଗୋଟେ ମୂଳ କଥା ମନେ ରଖିବାକୁ ପଡ଼ିବ। ଆଜିକାଲି ଡିଜିଟାଲ ଯୋଗାଯୋଗରେ ଭୋଟରଙ୍କ ଗୋପନୀୟତା ଆଉ ସମ୍ମତି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଭାରତର ଡିପିଡିପି ଫ୍ରେମୱାର୍କ ଅନୁସାରେ ଏହା କେବଳ ଏକ ଆଇନଗତ ଆବଶ୍ୟକତା ନୁହେଁ, ଏହା ହେଉଛି ଭୋଟରଙ୍କ ସହ ବିଶ୍ୱାସର ସେତୁ ବାନ୍ଧିବାର ପ୍ରଥମ ପାହାଚ। ଏହି ଯୋଜନାଟି 3ଟି ସ୍ପଷ୍ଟ ପର୍ଯ୍ୟାୟରେ ବିଭକ୍ତ। ପ୍ରଥମେ ତୃଣମୂଳ ସ୍ତରକୁ ଯାଇ ଲୋକଙ୍କ କଥା ଶୁଣିବା ଆଉ ବୁଝିବା। ଦ୍ୱିତୀୟରେ ଏକ ନୂଆ ବାର୍ତ୍ତା ସହ ଲୋକଙ୍କ ପାଖରେ ପହଞ୍ଚିବା। ଆଉ ଶେଷରେ ସେହି ସମର୍ଥନକୁ ଭୋଟରେ ପରିଣତ କରିବା। ଏହା ହେଉଛି ଏକ ଶୃଙ୍ଖଳିତ ପ୍ରତ୍ୟାବର୍ତ୍ତନର ବ୍ଲୁପ୍ରିଣ୍ଟ। ଆଉ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କିଛି ଆଧୁନିକ କୌଶଳର ମଧ୍ୟ ପ୍ରସ୍ତାବ ଦିଆଯାଇଛି, ଯେମିତିକି ହ୍ୱାଟ୍ସଆପ୍ ମାଧ୍ୟମରେ ସିଧାସଳଖ ସମ୍ପର୍କ, ଇନ୍ଷ୍ଟାଗ୍ରାମରେ ଯୁବପିଢ଼ିଙ୍କୁ ଯୋଡ଼ିବା ଆଉ ଆଦିବାସୀ ଯୋଦ୍ଧାଙ୍କ ଦ୍ୱାରା ଘର ଘର ବୁଲି ବିଶ୍ୱାସ ଜିତିବା। ଏହା ଟେକ୍ନୋଲୋଜି ଆଉ ପରମ୍ପରାର ଏକ ଶକ୍ତିଶାଳୀ ମିଶ୍ରଣ। ଘସିପୁରାର ଏହି କାହାଣୀ କେବଳ ଗୋଟିଏ ନିର୍ବାଚନ ମଣ୍ଡଳୀରେ ସୀମିତ ନୁହେଁ। ଏହା ଆଜିର ଭାରତୀୟ ରାଜନୀତି ପାଇଁ ଏକ ଦର୍ପଣ ସଦୃଶ। ଏଥିରୁ ବହୁତ କିଛି ଶିଖିବାର ଅଛି। ତେବେ ପ୍ରଶ୍ନ ଉଠୁଛି, ଆଜିର ରାଜନୀତିରେ ଜିତିବାର ନୂଆ ନିୟମ କ'ଣ? ଘସିପୁରା ଆମକୁ ଏହାର କିଛି ସଂକେତ ଦେଉଛି। ଆଉ ଏଠାରୁ ମିଳୁଥିବା ଶିକ୍ଷା କେବଳ ଓଡ଼ିଶା ନୁହେଁ, ସାରା ଦେଶର ନେତାମାନଙ୍କ ପାଇଁ ମଧ୍ୟ ଲାଗୁ ହେବ। ସାରାଂଶ ବହୁତ ସ୍ପଷ୍ଟ। କେବଳ ପୁରୁଣା ସଫଳତା ଆଉ କାମ ଦେବନି। ନେତାମାନଙ୍କୁ ଲୋକଙ୍କର ବଦଳୁଥିବା ଆଶା ଆଉ ଆକାଂକ୍ଷା ସହ ନିଜକୁ ଯୋଡ଼ିବାକୁ ପଡ଼ିବ। ଦଳ ଭିତରର ଶୃଙ୍ଖଳା ବାହ୍ୟ ଶତ୍ରୁଙ୍କୁ ହରାଇବା ଭରି ହିଁ ଗୁରୁତ୍ୱପୂର୍ଣ୍ଣ। ଆଉ ସବୁଠୁ ବଡ଼ କଥା, ଲୋକଙ୍କ ପ୍ରକୃତ ସମସ୍ୟାକୁ ବୁଝି ତାର ସମାଧାନ କରିବା ହିଁ ପ୍ରକୃତ ରାଜନୀତି। ଆଉ ଶେଷରେ ଏହି ଗୋଟିଏ ବାକ୍ୟ ସବୁକିଛି କହିଦେଉଛି। ଭିଡ଼ ଏବଂ କୋଳାହଳ କିଣାଯାଇପାରେ, କିନ୍ତୁ ବିଜୟ ପାଇଁ ଲୋକଙ୍କର ବିଶ୍ୱାସ ଅର୍ଜନ କରିବାକୁ ପଡ଼େ। କାରଣ ରାଜନୀତିରେ ଶେଷ ମୁଦ୍ରା ବିଶ୍ୱାସୀ ହୋଇଥାଏ। ଯଦି ଆପଣ ଜଣେ ଲୋକକେନ୍ଦ୍ରିକ ନେତା ହେବାକୁ ଏବଂ ଆପଣଙ୍କ ନିର୍ବାଚନ ମଣ୍ଡଳୀକୁ ଉନ୍ନତ କରିବାକୁ ଚାହାନ୍ତି, ତେବେ blueprintstrategies.ai ସହିତ mgr@blueprintstrategies.ai ରେ ଯୋଗାଯୋଗ କରନ୍ତୁ କିମ୍ବା 08042041602ରେ କଲ୍ କରନ୍ତୁ। ରାଜନୀତିର ଊର୍ଦ୍ଧ୍ୱରେ ଉଦ୍ଦେଶ୍ୟ।